ସାଙ୍ଗମାନେ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଆଉ ରହିଲା ମାତ୍ର 2 ଦିନ। ଆଜି ହଉଛି ଶନିବାର, ହେଲେ ରବିବାର ସୋମବାର ମାନେ ଧର ଗୋଟେ ଦିନ। କାଲି ରବିବାର ହେଲେ ପରଦିନ ହଉଛି ସ୍ନାନ ପୂର୍ଣ୍ଣିମା, ଜଗନ୍ନାଥଙ୍କ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା। ଆଉ ଆମ ଘର ପାଖରେ ଥିବା 7 କିଲୋମିଟର ଦୂରରେ ଥିବା ଜଗନ୍ନାଥଙ୍କ ମନ୍ଦିର ଲବଣଗିରି, ଯୋଉ ଆମେ ଯାଇଥିଲୁ ଆପଣମାନେ ବ୍ଲଗ। ସାଙ୍ଗମାନେ ଆର ବର୍ଷର ମୁଁ ଯାଇଥିଲି, ସେତେବେଳେ ମୁଁ ବ୍ଲଗିଂ କରୁନଥିଲି। ସେତିକିବେଳେ ମୋ ଉପରେ ଯୋଉ ଜଗନ୍ନାଥଙ୍କ ରଥ ଫଟୋ ଅଛି, 3ଟା ଫଟୋ ଏଇ ସାଇଡରେ ମୁଁ ଦେଇଦେଉଛି, ଆପଣମାନେ ଦେଖି ଦିଅନ୍ତୁ। ଆର ବର୍ଷ ଏମିତି ହେଇଥିଲା। ଏ ବର୍ଷ ମୁଁ ଯାଇଥିଲି ଯୋଉ ଲବଣଗିରି, ସେ ଅଧା ତିଆରି ହେଇଥିଲା ବୋଲି ଆପଣମାନଙ୍କୁ ଦେଖେଇ ନଥିଲି। ଆଉ ଆର ବର୍ଷର ଆପଣମାନେ ଦେଖି ଦିଅନ୍ତୁ, ଏଇପଟେ ଫଟୋ ଦେଇଦେଇଛି, ଆପଣ ଫାଷ୍ଟ ଦେଖି ଦିଅନ୍ତୁ। କେନ୍ ଲାଗେ ଓଡ଼ିଶା ଛୁଆ ଭାରି ବଢିଆ, କିଏ ହବ କୁହା। ହ୍ୟାଲୋ, ହାय, ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ ଦଉଛି ଆଉ ଗୋଟେ ଲଙ୍ଗ ଭିଡିଓରେ, ଆଉ କିଛି ନୂଆ ଟପିକରେ। ଆଉ ଆଜି 100 ଡେ ଚ୍ୟାଲେଞ୍ଜର 56 ବ୍ଲଗକୁ। ଆଉ ଆଜି ଆପଣମାନଙ୍କୁ ଫାଷ୍ଟ ୱେଦର ଦେଖେଇ ଦଉଛି, ତାପରେ ଆପଣମାନଙ୍କ ସହିତ କଥା ହଉଛି। ଦେଖନ୍ତୁ ଆଜିର ୱେଦର ଏମିତି କିଛି ଅଲଗା ପ୍ରକାର ପାଗ ଆଜି, କାହିଁକି ନା ସୂର୍ଯ୍ୟ ଦେବତା ଆଜି କୋଉଠି? ସୂର୍ଯ୍ୟ ଦେବତା ଆଜି ମୁଣ୍ଡ ଉପରେ। ଖରା ହେଇନି, 2 ଦିନ ଲଗାତାର ଖରା ହଉଛି। ଆଉ ଚାରିଟା ଟାଇମରେ ନଙ୍ଗା ପାଗ ହଉଛି, ଆଉ ମେଘ ଆସୁଛି କିନ୍ତୁ ମେଘ ହଉନି। ଏଇନେ ଦେଖିବ ତ ପୁରା ଗଛପତ୍ର ପୁରା ହଲୁନି, ଜମା କିଛି ପତ୍ର ବି ଗୋଟେ ବି ହଲୁନି। ଦେଖିପାରୁଥିବେ କିଛି ପବନ ହବାର ନାହିଁ। ଆଉ ସୂର୍ଯ୍ୟ ଦେବତା ପ୍ରବଳ ଜୋର ଖରା ହଉଛି। ୱେଦରଟା ବି ଆଜି ବଢିଆ ହେଇଛି, ଦେଖିପାରୁଥିବେ ୱେଦରଟା ପୁରା ଅଲଗା ପ୍ରକାର ହେଇଛି। ଜମା ଆଜି କିଛି ପବନ ଟିକେ ନାହିଁ, କିଛି ଆଜି ନାହିଁ। ଆଉ ଚାରିଟା ଟାଇମରେ ମେଘ ଆସୁଛି। ଆଉ ମେଘ ଆସୁଛି 4ଟା ବେଳକୁ, ଫେରେ 4ଟା ଯେମିତି 4ଟା ହେଇଯାଉଛି, ତାପରେ ତ ପୁରା ଭଲ ପାଗ କରିଦଉଛି, ପୁରା ଆକାଶ କ୍ଲିୟର। ଆପଣମାନେ ଦେଖିବେ ତ ଲାଷ୍ଟ ଭିଡିଓରେ ଆପଣମାନେ ଦେଖିଥିବେ। ଲାଷ୍ଟ 4ଟା ଟାଇମରେ ପୁରା ବଢିଆ ପାଗ ହେଇଯାଉଛି, ଭଲ ପାଗ ହେଇଯାଉଛି। କାଲି କମେଡି ଭିଡିଓ କଲାବେଳେ କିଏ ରାଗି ଯାଇଥିଲା ନା? ଟୁଙ୍ଗୁର ବଳ। ଆଉ ଆଜି ଖରା ପ୍ରବଳ ଜୋରରେ ହଉଛି। ଏଇନେ କହିଲାକୁ ଦେଖନ୍ତୁ ସାଙ୍ଗମାନେ ଛାଇ ହେଇଗଲା, ଦେଖୁଛନ୍ତି ତ ପୁରା ଛାଇ ମାନେ ଅଲଗା ଛାଇ ହେଲା। ଦେଖନ୍ତୁ ଏପଟ ୱେଦରଟା କେମିତି ହେଇଛି, ପୁରା ଅଲଗା ପ୍ରକାର ୱେଦର। ଏପଟେ ସୂର୍ଯ୍ୟ ଦେବତା ମୁଣ୍ଡ ଉପରେ ଅଛନ୍ତି। ଖରା ମାନେ ପ୍ରବଳ ଜୋରରେ ଖରା ହଉଛି, ଆଜି ଏକ୍ସେସ ଖରା ହଉଛି। ଚାଲନ୍ତୁ ଆଜିର ବ୍ଲଗଟା ଆଗକୁ ନେବା। ଆଜିର ବ୍ଲଗଟା କଣ କଣ ହଉଛି ଆପଣମାନେ ପୁରା ଭିଡିଓ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ। ଚ୍ୟାନେଲକୁ ଯୋଉମାନେ ନୂଆ ଆସନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରି ସାଙ୍ଗମାନଙ୍କ ସହିତ ସେୟାର କରି ଗୋଟେ କମେଣ୍ଟ କରିଦେବେ। ଚାଲନ୍ତୁ ଯିବା ଆଗକୁ ବଢିଆ ଭିଡିଓ। ମାନେ ଏଇନେ ଆସିଛି ଗାଡି ଚାର୍ଜ କରିବାକୁ। ଗାଡି ଚାର୍ଜ ନଥିଲା, ଗାଡିଟାକୁ ଚାର୍ଜ କରିବା। ଚାର୍ଜର କାଢିବା, ଚାର୍ଜ କରିବା, କାହିଁକି ନା ଗାଡି ଚାର୍ଜ ନାହିଁ। ବ୍ଲଗ ଆରମ୍ଭ କରିକି ଆଇଲି, ଟାଇମ ଆସିଗଲାଣି 11ଟା। ଚାର୍ଜ କରିଦେବା। ଚାର୍ଜ କରି ଆପଣମାନଙ୍କ ସହିତ ଦେଖା ହଉଛି। ସାଙ୍ଗମାନେ ଦେଖନ୍ତୁ ଗାଡି ଚାର୍ଜ ହେଲା, ଗାଡି ଚାର୍ଜ ହଉଛି, ଯିବା ଘରକୁ। ସାଙ୍ଗମାନେ ଟାଇମ ଆସିଗଲାଣି 4ଟା। 4ଟାରେ ମୁଁ ଆଉ ଦିନସାରା ଆଜି କିଛି ବ୍ଲଗ କରିନଥିଲି, ଟିକେ ଅର୍ଜେଣ୍ଟ ଥିଲି। ଆଉ କାମ ଟିକେ ଥିଲା ବୋଲି ଆଜି ଟିକେ ଦିନ ତକ କିଛି ବ୍ଲଗ କରିହେଲାନି। ଆଉ ଆଜି ରାତିରେ ଦେଖିବା, ଯଦି ରାତିରେ ହବ କଣ୍ଟିନ୍ୟୁ ହବ, ନହେଲେ ଦେଖିବା କଣ ହଉଛି ଆଜି ବ୍ଲଗ ହବ। କିନ୍ତୁ ଆଜି ଦେଖନ୍ତୁ ମେଘ ପାଗ ଦେଇଥିଲା, ମେଘ ପାଗ ରଖିଛି। ସବୁଦିନ 4ଟା ବେଳକୁ ଦେଖନ୍ତୁ ସବୁବେଳେ ମେଘ ପାଗ ଦଉଛି। ଦେଖନ୍ତୁ ସନସେଟ ସୂର୍ଯ୍ୟ ଦେବତା ଘରକୁ ଯିବେ ବୋଲି ବାହାରିଲେଣି। ମେଘ ଟିକେ ଘୋଡେଇକି ରଖିଛି, ଟିକେ ଟିକେ ପବନ ବି ଦଉଛି। ସବୁ ଦେଖିବା ତାପରେ ଆଜି ୱେଦରଟା ସକାଳେ ଖରା ହେଇଥିଲା, ଏଇନେ ଛାଇ କଲାଣି। ଦିନ ତକ ଆଜି ଛାଇ କରିଛି। ସକାଳ 10ଟା 11ଟା ବେଳେ ପାଗ କରିଥିଲା ନା ଖରା ପାଗ, ଏଇନେ ଖରା ପାଗ ନାହିଁ। ସାଙ୍ଗମାନେ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଆଉ ରହିଲା ମାତ୍ର 2 ଦିନ। ଆଜି ହଉଛି ଶନିବାର, ହେଲେ ରବିବାର ସୋମବାର ମାନେ ଧର ଗୋଟେ ଦିନ। କାଲି ରବିବାର ହେଲେ ପରଦିନ ହଉଛି ସ୍ନାନ ପୂର୍ଣ୍ଣିମା, ଜଗନ୍ନାଥଙ୍କ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା। ଆଉ ଆମ ଘର ପାଖରେ ଥିବା 7 କିଲୋମିଟର ଦୂରରେ ଥିବା ଜଗନ୍ନାଥଙ୍କ ମନ୍ଦିର ଲବଣଗିରି, ଯୋଉ ଆମେ ଯାଇଥିଲୁ, ଆପଣମାନେ ବ୍ଲଗରେ ଦେଖିବେ। ଜଗନ୍ନାଥଙ୍କ ମନ୍ଦିର, ମହାଦେବ ମନ୍ଦିର, ହନୁମାନଙ୍କ ମନ୍ଦିର, ସବୁ ମନ୍ଦିର ସେଠି ଅଛି। ଆଉ ସେଠି ରଥଯାତ୍ରା ହୁଏ। ଏ ବର୍ଷ ଆର ବର୍ଷ ବି ହେଇଥିଲା ଦମଦାର କି ରଥଯାତ୍ରା। ଏ ବର୍ଷ ବି ହବ ସେଠି ରଥଯାତ୍ରା। 3ଟା ରଥ ହବ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, 3 ଜଣଙ୍କର ରଥ। ଆଉ ସ୍ନାନ ପୂର୍ଣ୍ଣିମା ହବ, ସେଠି ସବୁ ଅଛି। ମୁଁ ଆପଣମାନଙ୍କୁ ନେଇକି ଯିବି। ସ୍ନାନ ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଗାଧେଇ ପାଧି କିଏ ନା ଆଇସୁ ଯଦି ନ ଗଲା, ମୁଁ ଏକୁଟିଆ ବି ଯିବି। ଆପଣମାନଙ୍କୁ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ସବୁ ଦେଖେଇବି। ସବୁ ହଉଛି ସେଠି, ଯିବି ଦେଖିବା ପାଇଁ। ଆଉ ରହିଲା ମାତ୍ର 2 ଦିନ। ଆଉ 2 ଦିନରେ ପାଗ ଦେଖନ୍ତୁ ସବୁବେଳେ ପାଇଁ ପୁରା ଏମିତି ମେଘୁଆ ପାଗ ଦଉଛି। ସ୍ନାନ ପୂର୍ଣ୍ଣିମା ଦିନ ମେଘ ବି ହେଇପାରେ, କାହିଁକି ନା ସବୁ ବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ମେଘ ହୁଏ। ଆଜି ହବ କି ନାହିଁ ଜଣା, ଆଜି ହବନି ମତେ ଲାଗୁଛି। ଏ ବର୍ଷ କିନ୍ତୁ ସ୍ନାନ ପୂର୍ଣ୍ଣିମା, ସବୁଦିନ ସ୍ନାନ ପୂର୍ଣ୍ଣିମା ଦିନ ବର୍ଷା ହୁଏ। ଏ ବର୍ଷ ହବ କି ନାହିଁ ମୁଁ ଜାଣିନି, ମତେ ବି ଲାଗୁଛି ଏ ବର୍ଷ ହବ। ଯୋଉ ଭଳିଆ ପାଗ ରଖିଛି, ଏ ବର୍ଷ ସ୍ନାନ ପୂର୍ଣ୍ଣିମାରେ ବି ବର୍ଷା ହବ। ଦେଖନ୍ତୁ ଏମିତି ପାଗ ରଖୁଛି ମାନେ ଘୋଡେଇ ଠିକ ସ୍ନାନ ପୂର୍ଣ୍ଣିମା ଦିନ ବର୍ଷା ହବ। ଇନ୍ଦ୍ର ଦେବତା ଜଗନ୍ନାଥକୁ ଗାଧେଇବା। ଆଉ ମାତ୍ର 2 ଦିନ ରହିଲା। ଆଜିର ଜାଣିଥିବେ, ଆଜି
ଟିକେ ଦିନ ସାରା ଟିକେ କାମ ଥିଲା ବୋଲି ଆଜି ବ୍ଲଗ୍ କରିନଥିଲି। ଆଉ ଜଗନ୍ନାଥଙ୍କ ନାମ ନେବା ଆଉ ଟିକେ ଦେଖିବା ଟିକେ ବସିବା ଦେଖିବି କ'ଣ ହେଲା, ନହେଲେ ଭିଡ଼ିଓଟାକୁ ଏଣ୍ଡ କରିବା। ଆଜିର ଅଳ୍ପ ମିନିଟ୍ର ଭିଡ଼ିଓ ହେଲା, କ୍ଷମା କରିବେ। ଆଜି ଟିକେ ଟାଇମ୍ ହେଲାନି ଭିଡ଼ିଓ କରିବାରେ, ଆଉ ସେଇ ଯୋଗୁଁ ଆଜି ବ୍ଲଗ୍ରେ 100 ଡେ ଚ୍ୟାଲେଞ୍ଜ ନେଇଛି, ମାନେ ବ୍ଲଗ୍ ପୂରଣ କରିବାକୁ ପଡ଼ିବ। ହଉ ଆଉ ବସିବା ଟିକେ, ଯଦି କ'ଣ ହେଲା ଆପଣମାନଙ୍କୁ ଦେଖେଇବି। ଡାକି ଟୁଙ୍ଗୁରୁ ବେଳକୁ ଡାକି ଆପଣମାନଙ୍କୁ ଫାଷ୍ଟ ଦେଖାଉଛି। କାଲି ତ ରାଗି ଯାଇଥିଲା କମେଡ଼ି ଭିଡ଼ିଓ ହେଲାନି ବୋଲି, ସେ କରିଥାନ୍ତି ସେ କମେଡ଼ି ଭିଡ଼ିଓ ସ୍କ୍ରିପ୍ଟଟା ଲେଖା ସରିନି ବୋଲି ଅଛି, ତାର ଗୋଟେ ଲେଖା ହେଇନି ବୋଲି ତାର ଅଛି ସେ ଭିଡ଼ିଓଟା ହେଇନି। ହେଲେ ତାକୁ ଡାକିବା ପାଖକୁ, ସେ କ'ଣ କରୁଛି ତାକୁ ଡାକିବା ଯାଇକି ଆସେ ତାକୁ ଡାକି। ଦେଖନ୍ତୁ ଆଇଲା ନା କୋଉ ଆଇଲାଣି ଆଉ। କେନ୍ତା ହୋ, କେନ୍ତା ଅଛୁ ଗୋ, ଭଲ ଅଛ? କ'ଣ କହୁଛ? ଆଇଲ ସାଙ୍ଗମାନେ ଗୋଟେ କମେଣ୍ଟ କରିଥିଲେ ଆପଣମାନେ ଜଣଙ୍କ ଭିତରୁ କିଏ ଥିଲେ ଆପଣଙ୍କ ଡଗ୍ ନା କ'ଣ? ମୁଁ ତାକୁ ଗେଲେ ଡାକେ ଟୁଙ୍ଗୁରୁ ବଳ। ତାକୁ ମୁହଁ ଲୁଚେଇ ଦେଉଛୁ, ମୁହଁ କାହିଁ ଲୁଚୁଛୁ କହ? ହାଇ ଟିକେ ମାରିଦେ। ହଁ ଗାଇଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ, ସବସ୍କ୍ରାଇବ୍। ହ୍ୟାଲୋ ଶୁଣ ଟିକେ, ଶୁଣୁନି ସାଙ୍ଗମାନେ ଶୁଣୁନି ସିଏ, କାହିଁକିନା ତାକୁ କମେଡ଼ି ଭିଡ଼ିଓ ନେଇନି ଆସିଲେ ଆଜି ମୋ କଥା ଶୁଣୁନି। ମୁଁ କଥାବାର୍ତ୍ତା ହେଉଥିଲେ ତାକୁ ତା ନାଁ ଧରିଦେଲି ଟୁଙ୍ଗୁରୁ ବେଳକୁ ଡାକିଆ। ସାଥି ସେ ଶୁଣି ଦେଇଛି ମାନେ ସାଥି ଆଇଛି, ଆସିଲା ମାନେ ବସିଲା ଏଠି। ତାକୁ ପଚାରିଆ କାଲି ତୁ କାହିଁ ରାଗିଛୁ, ମୋ ସହିତ କଥା ହଉନି ନା, କଥା ହଉନୁ ଅନା ଟିକେ ବା ନା, ଶୁଣୁଛି କିନ୍ତୁ ଅନଉନି। ସାଡ଼େ କୁଆଡ଼େ ଅନଉଛୁ? ନେ ଏଇନେ ଅନେଇଲା, ଅନାଉନୁ ଇଆଡ଼େ କ୍ୟାମେରା କଥା କଥାରେ କ'ଣ ଶୋଇ ପଡ଼ିଲାଣି? ଶୋଉଛି କାଲି ସବୁବେଳେ, କେନ୍ତା କହିବ ଯେ ଶୋଇଲୁ ଯେ ତୁ କ'ଣ ଶୋଉଛୁ କିରେ? ଚବେ ସିଂହଟା ମୁଁ ଦେଖୁଛି ଯେତେବେଳେ କଥା ଶୁଣୁନୁ, କାନଉଛୁ ସବୁ କଥା, ଶୋଇଛୁ ଏକାଥରେ କି କ'ଣ ତୋର କାମ? ଫେରେ ଆଖି ବୁଝି ଦେଉଛୁ, କିଛି କଥା ଶୁଣୁନି କ'ଣ? ଏଇ ଖାଲି ଶୋଇପଡ଼ୁଛି ଆସିକି, କଥା କି ଶୁଣୁନି, ଶୋଉଛି କ'ଣ ଖାଲି ଆସିକି? ସାଙ୍ଗମାନେ ଟାଇମ୍ ହେଇଗଲାଣି, ଏଥର ଭିଡ଼ିଓଟାକୁ ଏଣ୍ଡ କରିଦେବା। ଆଉ ଟାଇମ୍ ବି ଦେଖିବା, ତ ଟାଇମ୍ ଆସିଗଲାଣି 5:30 ହେଲାଣି, ସୂର୍ଯ୍ୟ ଦେବତା ଘରକୁ ଯିବେ। ଆଜି ଭିଡ଼ିଓଟାକୁ ଏଣ୍ଡ କରିଦେବା। ଆଜି କମ୍ ଭିଡ଼ିଓ ହେଲା, କ୍ଷମା କରିବେ। ଚାଲନ୍ତୁ ଭିଡ଼ିଓଟାକୁ ଏଣ୍ଡ କରିବା। ସାଙ୍ଗମାନେ ଆର ବର୍ଷର ମୁଁ ଯାଇଥିଲି, ସେତେବେଳେ ମୁଁ ବ୍ଲଗିଂ କରୁନଥିଲି, ସେତିକିବେଳେ ମୋ ଉପରେ ଯୋଉ ଜଗନ୍ନାଥଙ୍କ ରଥ ଫଟୋ ଅଛି, 3ଟା ଫଟୋ ଏଇ ସାଇଡରେ ମୁଁ ଦେଇଦେଉଛି, ଆପଣମାନେ ଦେଖି ଦିଅନ୍ତୁ। ଆର ବର୍ଷ ଏମିତି ହେଇଥିଲା, ଏ ବର୍ଷ ମୁଁ ଯାଇଥିଲି ଯୋଉ ଲବଣଗିରି, ସେ ଅଧା ତିଆରି ହେଇଥିଲା ବୋଲି ଆପଣମାନଙ୍କୁ ଦେଖେଇ ନଥିଲି। ଆଉ ଆର ବର୍ଷର ଆପଣମାନେ ଦେଖି ଦିଅନ୍ତୁ, ଏଇପଟେ ଫଟୋ ଦେଇଦେଇଛି, ଆପଣ ଫାଷ୍ଟ ଦେଖି ଦିଅନ୍ତୁ, କେମିତି ଲାଗିଲା କମେଣ୍ଟ କରନ୍ତୁ। ଆଉ ଜଗନ୍ନାଥଙ୍କ ନାଁ ନେଇକି ଜୟ ଜଗନ୍ନାଥ। ଆଉ ଆଜିର ଭିଡ଼ିଓଟାକୁ ଏଣ୍ଡ କରିବା। ଆଉ ଗୋଟେ ନେକ୍ସଟ ଆପଣଙ୍କ ସହିତ ଦେଖାହେବା। ରହିଲି, ନମସ୍କାର, ଜୟ ହିନ୍ଦ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।